ସେଟା ଗୋଟେ ମିଷ୍ଟେକ୍ ହେଇଯାଇଛି। ମୁଁ ବି ସେଥିରେ ମେମ୍ବର, ମୁଁ ମୂଳରୁ ସେ କ୍ଲବରେ ଅଛି। ପ୍ରଥମ ଦିନ ପ୍ରୋଗ୍ରାମରେ ଥିଲି, ଦ୍ୱିତୀୟ ଦିନ ଉଦ୍ଘାଟନ କରିଛି। କିନ୍ତୁ ଏମିତି ନଙ୍ଗୁଳି କାରବାର ହେଇଯାଇଛି ବୋଲି ମୁଁ ଜାଣିନି। ଯଦି ହେଇଛି ଭବିଷ୍ୟତ ଯେମିତି ନ ହବ ସେଥିପାଇଁ ଆମେ ମିଟିଂରେ ଆଲୋଚନା କରିବୁ। ମୋ ଉପରେ ବହୁତ ସେବାୟତ କିଛି ଘୃଣା କରନ୍ତି, ମତେ କରେ କରନ୍ତୁ। ତମର କାମ ସେବା, ସେଥିପାଇଁ ତମେ ଜମି ସଞ୍ଜା ପାଇଛ। ସେଇ ପଇସାରେ କୋଟିପତି। ଡେଲି ଏଇନା 30-40 ହଜାର ରୋଜଗାର ଲିଙ୍ଗରାଜଙ୍କ ପାଇଁ। ଚତୁର୍ଥ ହେଲେ ଭକ୍ତ ଦାସ। ଭକ୍ତ ଦାସ ଯୋଉ ଅନୁସାରେ ଓଡିଶା କଂଗ୍ରେସକୁ ଉଠେଇଲାଣି, ଭୟଙ୍କର ଭାବେ ହିମାଳୟ ଭଳିଆ ଉଠିଲାଣି। ଗାଁ ଗଣ୍ଡା ଯାଇ ବୁଲାବୁଲି କରି ନାରୀ ନିର୍ଯାତନା, ଦରଦାମ, ଧାନ ବିକ୍ରି ହେଇପାରୁନି ଏବଂ ଯୁଆଡେ ଦେଖିବ ବେକାର ଟୋକା ବୁଲୁଛନ୍ତି। ନିଶା ଖାଇକି ଡେଲି ରେପ୍, ଡେଲି ମର୍ଡର, ଡେଲି ଚୋରି, ଯୋଉ ଅରାଜକତା ହେଲାଣି ଓଡିଶାରେ, ଭାରତ ବର୍ଷରେ। ତେଣୁ ଜଳ ଜଳ ଦେଖାଗଲାଣି। ଭକ୍ତ ଦାସ କମିଂ, ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ, ଜଗନ୍ନାଥ ତାଙ୍କୁ ବସେଇବେ। ଏବଂ ଆମର ରାହୁଲ ଗାନ୍ଧୀ ଯୋଉପରି ଭାବେ ନରେନ୍ଦ୍ର ମୋଦୀ ଭାରତଟାକୁ ବିକ୍ରି କରିଦେଲା ଟ୍ରମ୍ପ ପାଖରେ ଏଡେ ବଡ ଦେଶ, 140 କୋଟି ଲୋକ, ହଏ ଯୁଦ୍ଧ ହଉଛି ପାକିସ୍ତାନ ଇଣ୍ଡିଆ, ଟ୍ରମ୍ପ ସିଜ୍ ଫାୟାର କରିବ, ଲଜ୍ଜା। ତାପରେ ଦେଖୁଛ କେଇଜା ଟାକ୍ସ ବଢେଇଲାଣି ଟ୍ରମ୍ପ, କି ଧମକ। ଯୋଉଟା ମାନେ ପୃଥିବୀଦ୍ରୋହୀ ରାକ୍ଷସଟେ, ରାବଣର ବାପା ସେ ଟ୍ରମ୍ପ। ଅନ୍ୟ ଦେଶରେ ଜବରଦସ୍ତି ରାଷ୍ଟ୍ରପତି କି ଟେକି ଆଣି ଜେଲରେ ରଖି କହୁଛି ମୁଁ ରାଷ୍ଟ୍ରପତି। ହଁ, ଛୋଟ ଛୋଟ ଦେଶକୁ ଅତ୍ୟାଚାର କରୁଛୁ ଟ୍ରମ୍ପ। ଏଡେ ବଡ ଦେଶର ପ୍ରଧାନମନ୍ତ୍ରୀ ଗୋଳତଳେ ପଡି ଯାଉଛୁ ନରେନ୍ଦ୍ର ମୋଦୀ। ସେ କିଏ ସିଜ୍ ଫାୟାର କରିବା ପାଇଁ ଇଣ୍ଡିଆ ପାକିସ୍ତାନ ଯୁଦ୍ଧକୁ? ଟ୍ରମ୍ପ କିଏ? କାହିଁ ତମେ ପ୍ରଧାନମନ୍ତ୍ରୀ ହେଇଛ? ଇସ୍ତଫା ଦେଇଦିଅ। ଲଜ୍ଜା, ଘୋର ଲଜ୍ଜା। ଆରେ ମୁଁ ଥିଲି, ମୁଁ ଅଛି ସେ କ୍ଲବରେ, ମୂଳରୁ ଥିଲି। ଆଉ ଅଶ୍ଳୀଳ ବେଳକୁ ମୁଁ ନଥିଲି ଭାଇ, ମୋ ଏରିଆରେ ପ୍ରୋଗ୍ରାମ, ମୁଁ ପଳେଇ ଆସିଲି। ଅଶ୍ଳୀଳ ହେଇଥିଲେ ମୁଁ ମନା କରିଥାନ୍ତି। ମୁଁ ଅଶ୍ଳୀଳ ଫଶ୍ଳୀଳ ପ୍ରଶୟ ଦିଏନି। ମୁଁ ଅଛି। ନାଇଁ ସେଟା ଗୋଟେ ମିଷ୍ଟେକ୍ ହେଇଯାଇଛି। ମୁଁ ବି ସେଥିରେ ମେମ୍ବର, ମୁଁ ମୂଳରୁ ସେ କ୍ଲବରେ ଅଛି। ପ୍ରଥମ ଦିନ ପ୍ରୋଗ୍ରାମରେ ଥିଲି, ଦ୍ୱିତୀୟ ଦିନ ଉଦ୍ଘାଟନ କରିଛି। କିନ୍ତୁ ଏମିତି ନଙ୍ଗୁଳି କାରବାର ହେଇଯାଇଛି ବୋଲି ମୁଁ ଜାଣିନି। ଯଦି ହେଇଛି ଭବିଷ୍ୟତ ଯେମିତି ନ ହବ ସେଥିପାଇଁ ଆମେ ମିଟିଂରେ ଆଲୋଚନା କରିବୁ। ନା ଦୁଃଖିତ, ଆମେ ମର୍ମାହତ, ଆମେ ସେବାୟତ ହେଇକି ସଂକ୍ରାନ୍ତି ଭଳିଆ ପବିତ୍ର ଦିନ, ଆଜି ମକର ସଂକ୍ରାନ୍ତି ଦିନ ଉପବାସ ରହିବା ଅତି ଲଜ୍ଜା, ଅତି ଲଜ୍ଜା। ମୋ ଉପରେ ବହୁତ ସେବାୟତ କିଛି ଘୃଣା କରନ୍ତି, ମତେ କରେ କରନ୍ତୁ। ତମର କାମ ସେବା, ସେଥିପାଇଁ ତମେ ଜମି ସଞ୍ଜା ପାଇଛ। ସେଇ ପଇସାରେ କୋଟିପତି। ଡେଲି ଏଇନା 30-40 ହଜାର ରୋଜଗାର ଲିଙ୍ଗରାଜଙ୍କ ପାଇଁ।